ବହୁ ଲୋକପ୍ରିୟ ଖେଳ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025ର ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଏହା 22 ମାର୍ଚ୍ଚରୁ ଆରମ୍ଭ ହୋଇ 25 ମେରେ ଶେଷ ହେବ। ଏହି IPL 2025ର ଉଦ୍ଘାଟନୀ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେବ। ଦର୍ଶକ ବନ୍ଧୁ, ଆପଣମାନେ ଯଦି IPLର ପ୍ରଶଂସକ ଅଟନ୍ତି ତାହାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଏଥର ଆସନ୍ତୁ ଜାଣିବା IPL 2025 ସଂସ୍କରଣ ବିଷୟରେ। ଏହି ବର୍ଷ IPLର ପ୍ରତ୍ୟେକ ଦଳ ନିଜର ନୂଆ ଅଧିନାୟକ ଏବଂ ନୂଆ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ। ଏହି ବର୍ଷ IPL 2025 ସଂସ୍କରଣରେ 10ଟି ଦଳ ଭାଗ ନେବେ, ଯିଏକି 22 ମାର୍ଚ୍ଚରୁ 18 ମେ ପର୍ଯ୍ୟନ୍ତ ଲିଗ୍ ମ୍ୟାଚ୍ ଖେଳିବେ। ସବୁ ମ୍ୟାଚ୍ ସରିବା ପରେ ଯେଉଁ ଦଳ ଅଧିକ ପଏଣ୍ଟ ରଖିଥିବେ ସେହି ଦଳ କ୍ୱାଲିଫାୟରକୁ ଉନ୍ନୀତ ହେବେ। ପ୍ରଥମ କ୍ୱାଲିଫାୟର ମ୍ୟାଚ୍ 20 ମେ ହାଇଦ୍ରାବାଦରେ ଖେଳାଯିବ। ଏହାପରେ 21 ମେରେ ଏଲିମିନେଟର ମ୍ୟାଚ୍ ହାଇଦ୍ରାବାଦରେ ଖେଳାଯିବ। ଏହାପରେ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଯେଉଁ ଦଳ ପରାସ୍ତ ହୋଇଥିବ ଏବଂ ଏଲିମିନେଟର ମ୍ୟାଚରେ ବିଜୟୀ ହୋଇଥିବା ଦଳ 23 ମେରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ କୋଲକାତାରେ ଖେଳିବେ। ପ୍ରଥମ କ୍ୱାଲିଫାୟର ମ୍ୟାଚରେ ପରାସ୍ତ ହୋଇଥିବା ଦଳ ପାଇଁ ଏକ ସୁଯୋଗ ରହୁଛି ଫାଇନାଲ ମ୍ୟାଚକୁ ଯିବା ପାଇଁ। ତେଣୁ ପ୍ରଥମ କ୍ୱାଲିଫାୟର ଏବଂ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ବିଜୟୀ ହୋଇଥିବା ଦଳ ଫାଇନାଲ ମ୍ୟାଚ୍ ଖେଳିବେ। ଏହି IPL 2025 ସଂସ୍କରଣର ଫାଇନାଲ ମ୍ୟାଚ୍ 25 ମେରେ କୋଲକାତାରେ ଖେଳାଯିବ।